ଘଟଣା ହଉଛି ବୁଡ଼ିଆବୁ ଯାଇଥିଲେ କୁଣ୍ଡପୁର ହରିଶ୍ଚନ୍ଦ୍ର ଯୋଜନା ବାଣ୍ଟିବା ପାଇଁ। ଆମର ଜଣେ କୁଣ୍ଡପୁର ଜଣେ ବାରିକ ଏକ୍ସପର୍ଟ କରିଛନ୍ତି, ତ ତାଙ୍କର ଆଜି 10 ଦିନ, ସେଥିପାଇଁ ସେ ତାଙ୍କ ଘରକୁ ନ ଯାଇକି ଉତ୍ତମ ମଣ୍ଡଳଙ୍କ ଘର ପାଖରେ ବସିଥିଲେ। ତାପରେ ସେ ଉତ୍ତମ ମଣ୍ଡଳ ଗଲେ ତାଙ୍କ ଘରକୁ ଡକୁମେଣ୍ଟ ଆଣିବା ପାଇଁ। ସେ ଭିତରେ ବିଜୟ ବେହେରା ମିସ୍ତ୍ରୀ ସିଏ ବୁଗୁଡ଼ିଆବୁଙ୍କ ପାଖରେ କାମ କରୁଥିଲେ। ସିଏ ତାଙ୍କର କିଛି ମିସ୍ତ୍ରୀ ଆଣିକି 10-15 ଜଣ ଆଣିକି ଜବରଦସ୍ତି ବୁଗୁଡ଼ିଆବୁଙ୍କୁ ତାଙ୍କ ଘର ପାଖରୁ ଘୁଷାରିକି ନେଇକି ତାଙ୍କୁ ପିଟାମରା କରିଛନ୍ତି। ଆଉ ମୁଁ ଏ ଖବର ଯେତେବେଳେ ପାଇଲି, ମୁଁ ଯାଇକି ପହଞ୍ଚିଲି। ସେ ଯେ ଲୋକର ବିଜୟ ବେହେରା ଯେଉଁ ତାର ବ୍ୟାଙ୍କ ଷ୍ଟେଟମେଣ୍ଟ ଥିଲା ଆମ ପାଖରେ, ଯେଉଁ କାମ କରୁଥିଲା, ଆମେ କେତେ ଟଙ୍କା ତାକୁ ଦେଇଛୁ କ'ଣ କରୁଛୁ ସେ ବାବଦରେ ମୁଁ ଷ୍ଟେଟମେଣ୍ଟ ନେଇ ଗଲି। ତାଙ୍କୁ କହିଲି ପିଟିବା ଆଗରୁ ମୁଁ ତ ତମ ବ୍ୟାଙ୍କ ଷ୍ଟେଟମେଣ୍ଟ କେତେ ଟଙ୍କା ତମ ବ୍ୟାଙ୍କ ଖାତାକୁ ଯାଇଛି ବୁଗୁଡ଼ିଆକୁ ଦେଇଛନ୍ତି, ମୁଁ ତ ଦଉଛି, ଆପଣ ଆପଣଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଦିଅନ୍ତୁ। ନା ମୁଁ ବ୍ୟାଙ୍କ ଷ୍ଟେଟମେଣ୍ଟ କିଛି ଦବାର ନାହିଁ, ପଇସା ଦିଅ ନହେଲେ ମାଡ଼ ଖାଇବ କରିକି ମତେ ବି ବହୁତ ମାନେ ଭାଷା ଭାଷା କହି ଗାଳି ଦେଲେ। ଏବଂ ବୁଗୁଡ଼ିଆବୁଙ୍କୁ ସେଠି ପିଟାମରା କରିଛନ୍ତି। ତାଙ୍କ ସ୍ତ୍ରୀ ନିଜେ ବୁଗୁଡ଼ିଆବୁଙ୍କ ତଣ୍ଟିକୁ ଚିପି ଧରିକି ତାଙ୍କ କଲର ଧରି ଘୁଷାରୁଛନ୍ତି। ସେ ଭିଡ଼ିଓ ବି ମଧ୍ୟ ଭାଇରାଲ ହେଉଛି ଆପଣମାନଙ୍କ ମାଧ୍ୟମରେ, ଆପଣମାନେ ସବୁ ଜାଣିପାରୁଥିବେ। ତେଣୁ ମୋର ନ୍ୟାୟ ଦରକାର। ମୁଁ ଆଇନର ଆଶ୍ରୟ ନେଇଛି ଏବଂ ଏଫଆଇଆର ମଧ୍ୟ କରିଛି ଥାନାରେ। ମୁଁ କୁଣ୍ଡପୁର ଯାଇଥିଲି, ଜଣେ ବାରିକ ବାବୁ ବୋଲି ଜଣେ ଡେଥ୍ କରିଥିଲେ, ତାକୁ ହରିଶୋଧନ ପଇସା ଦିଆହେଇଥିଲା। ତ ସରପଞ୍ଚ ପଠେଇଥିଲେ ଡକୁମେଣ୍ଟ ଆଣିବା ପାଇଁ। ମୁଁ ଡକୁମେଣ୍ଟ ଆଣିବା ପାଇଁ ଯାଇଥିଲି। ତାଙ୍କର ଆଜି 10 ଦିନ ଦୋଷରୁ ତାଙ୍କ ଘର ନ ଯାଇ ଉତ୍ତମ ମଣ୍ଡଳ ଘର ପାଖରେ ଯାଇ ବସିଥିଲି। ସେମାନେ ବିଜୟ ବେହେରା ବୋଲି ତାର ସବୁ ଲେବର ମିସ୍ତ୍ରୀକୁ ସଂଯୋଗକୁ ଆଣିକି ମୋତେ ଆକ୍ରମଣ କଲେ, ମୋ ପିଟାଫୁଟି ମୋତେ କଲେ। ତା ସ୍ତ୍ରୀ ମୋତେ ଘୁଷାରିକି ନେଇକି ମୋ ସୁନା ଚେନ୍ଟା ଗୋଟେ ଛିଡ଼େଇ ନେଇଗଲେ, 20,000 ଟଙ୍କା ମୋର ନେଇଗଲେ। ମୋ ଛାତି, ମୋ ତଳ ଅଣ୍ଡକୋଷଟାକୁ ଗୁନ୍ଥା ମାରିକି ଗୋଟେ ପେନ୍ କରିଦେଲେ। ଆଉ ମୋତେ ରାସ୍ତା ସାରା ଘୁଷାରିକି ନେଇକି ଗଲେ। ମୋତେ ବକେୟା କଥା ମୁଁ ପଇସା ଦେଇଛି, ମୋର ଆକାଉଣ୍ଟରୁ ତା ଆକାଉଣ୍ଟକୁ ପଇସା ଯାଇଛି। ସେ ତାକୁ ମାନିବା ତ ନାରାଜ। 2016ରୁ 21 ପର୍ଯ୍ୟନ୍ତ ମୋର କାମ କରୁଥିଲା ମୋ ପାଖରେ। ମୁଁ 2021 ପର୍ଯ୍ୟନ୍ତ ତା ପଇସା ପେମେଣ୍ଟ ଦେଇଛି। ଦେଇଛି ତା ଆକାଉଣ୍ଟକୁ ମୁଁ ପଇସା ଦେଇଛି। ମୋ ପାଖରେ ଷ୍ଟେଟମେଣ୍ଟ ସବୁ ଅଛି, ପଇସା ଦେଇଛି। ସେ ସେଇଟା ମାନତେ ନାରାଜ। ଲେବର ଆଣିକି ରାଜନୀତି ଆକ୍ରୋଶ ରଖି ମୋ ଉପରେ ମାନେ ଗୋଟେ ରାଜନୀତି ନେଇକି ମୋ ବଦନାମ କରିବା ପାଇଁ ମୋତେ କରାହେଲା। ମୁଁ ଥାନାର ଏଫଆଇଆର ଦେଇଛି। ସଞ୍ଜୟ କୁମାର ସାର୍ଙ୍କୁ ତାଙ୍କର ମେ ବି ଭିତରେ ଇଣ୍ଟରନାଲ ଇଞ୍ଜୁରୀ ଥାଇପାରେ, ସେଥିପାଇଁ ଆମେ ହାୟର ଓପିନିଅନ ପାଇଁ ବାଲେଶ୍ୱରକୁ ରେଫର କରିଦେବାକୁ ଚାହୁଁଛୁ। ଏବେ ତ ସେ ଠିକ ଅଛନ୍ତି, ବଟ୍ ଇଫ୍ ଇନ୍ କେସ୍ ଯଦି କିଛି ବି ଇଣ୍ଟରନାଲ ଇଞ୍ଜୁରୀ ଥିବ, ସେଥିପାଇଁ ଆମେ ତାଙ୍କୁ ହାୟର ସେଣ୍ଟରକୁ ରେଫର କରୁଛୁ। ସେଠି ସେ ସିଟି ସ୍କାନ କରିକି ଦେଖିବେ କି କିଛି ଭିତରେ ଇଞ୍ଜୁରୀ ଅଛି କି ନାହିଁ। ସେଠି ଫରେନ୍ସିକ ଏକ୍ସପର୍ଟ ମାନଙ୍କର କିଛି ଓପିନିଅନ ନେବେ, ତାପରେ ଯାହା କହିହବ। ଏବେ ଏବେ ସେ ଠିକ ଅଛନ୍ତି। ଏବେ ଆମ ହିସାବରେ ଯେତିକି ଆମ ଆଭେଲେବଲ ଅଛି, ଯେତିକି ଆମେ ସେଇ ହିସାବରେ ତାଙ୍କୁ ଦେଇଦେଇଛୁ। ଆମ ଟ୍ରିଟମେଣ୍ଟ ହିସାବ ଯେତିକି ଅଛି ସେତିକି ଦେଇଦେଇଛୁ। ତା ବିୟଣ୍ଡ ସେ ଯଦି ଭାବୁଛନ୍ତି କି ଭିତରେ କିଛି ଇଞ୍ଜୁରୀ ଥାଇପାରେ, ସେ କହୁଛନ୍ତି ମୋର ପିଠି ବଥା ହଉଛି, ଏକ୍ସଟର୍ନାଲ ଇଞ୍ଜୁରୀ କିଛି ନାହିଁ। ଯଦି ଭିତରେ ଇଞ୍ଜୁରୀ ଥିବ ସେଟା ଆମେ ତ ବାହାରୁ ଦେଖିକି କହିପାରିବାନି ନା। ତ ସେଥିପାଇଁ ସିଟି କି ଏକ୍ସରେ ଯାହା ବି ଦରକାର ଆମେ କରିବା, ସେଟା ପାଇଁ ବାଲେଶ୍ୱର ପଠାଉଛୁ।